କାହିଁକିନା ଆଗ କାଳେ ଏମିତି ଅନଲାଇନ୍ କ୍ଲାସ୍ ନଥିଲା। ବିବେକାନନ୍ଦ ମଧ୍ୟ କୌଣସି ସ୍ମାର୍ଟଫୋନ୍ରୁ ପାଠ ପଢ଼ି ନଥିଲେ। ବିବେକାନନ୍ଦ ନିଜେ ଶିକ୍ଷା ଗ୍ରହଣ କରିଥିଲେ। ଅବଦୁଲ କଲାମ କୌଣସି ଅନଲାଇନ୍ ଶିକ୍ଷାରେ ପାର୍ଟିସିପେଟ୍ କରିନଥିଲେ, ସେମାନେ ଅନଲାଇନ୍ ଶିକ୍ଷା ଗ୍ରହଣ କରିନଥିଲେ। ତାପରେ ବି ସେମାନେ ବହୁତ କିଛି କରିପାରିଥିଲେ। ଆଚାର୍ଯ୍ୟ ଚାଣକ୍ୟ ସେମାନେ ମଧ୍ୟ ଅନଲାଇନ୍ ଶିକ୍ଷା ନଥିଲେ, ହେଲେ ବି ସେମାନେ ବହୁତ କିଛି କରିପାରିଥିଲେ। ଅଫଲାଇନ୍ ଶିକ୍ଷା ଭଲ ଅଛି, ଅନଲାଇନ୍ ଶିକ୍ଷା ବି ଆଗାମୀ ଦିନକୁ ଭଲ ହବ, କିନ୍ତୁ ଅନଲାଇନ୍ ଶିକ୍ଷା ହେଇପାରିବନି ସବୁରେ। ଅଫଲାଇନ୍ ଅନଲାଇନ୍ ହେଇପାରିବ ଯେ କ୍ଲାସରୁମ୍କୁ ଡାକିକରି ଗଭର୍ଣ୍ଣମେଣ୍ଟର ଯେଉଁ ଯୋଜନା ଅଛି 5T ଅନୁସାରେ ଯେ କ୍ଲାସରୁମ୍କୁ ପିଲା ଆସିବେ ଅନଲାଇନ୍ ବୋର୍ଡରେ ପଢ଼ିବେ, ସେଟା ହେଇପାରିବ। କିନ୍ତୁ ନିଜେ ଘରେ ବସିକି ମୋବାଇଲରେ ପଢ଼ିବେ କି ସେଟା ସମ୍ଭବ ନାହିଁ। ବହୁତ ଲୋକ ମୋବାଇଲ ଅଛି, ରିଚାର୍ଜ ଅଛି, କିନ୍ତୁ ତା ସହ ଇନଷ୍ଟାଗ୍ରାମ ଫେସବୁକ୍ ମଧ୍ୟ ଅଛି, ଯେଉଁମାନେ ସେଥିରେ ପଶି ଯାଉଛନ୍ତି। ତ ସେମାନେ